ସମସ୍ତଙ୍କର ସହଯୋଗକୁ ନେଇକି ଏ କାର୍ଯ୍ୟ ଚାଲିଛି। ପୁରାପୁରି ଭାବରେ ପ୍ରତିଭା ନିଯୋଗ ଏଥିରେ ସମସ୍ତଙ୍କର ପ୍ରଚ୍ଛନ୍ନ ସାହାଯ୍ୟ ଅଛି, ସହଯୋଗ ଅଛି। ଏ ଶୃଙ୍ଖଳାର ସହିତ ଭବିଷ୍ୟତ ରଥଯାତ୍ରା ହଉ ବୋଲି ତେଣୁକରି ସେ ରଥଯାତ୍ରା ଶୃଙ୍ଖଳାର ସହିତ ହବ ଏ କଥାର ବିଶ୍ୱାସ ବି ଆମ ସମସ୍ତଙ୍କର। ଆମେ ସମସ୍ତେ ଅଛୁ, ଆମେ ସମସ୍ତେ ଅଛୁ ଏବଂ ମହାପ୍ରଭୁଙ୍କର କାର୍ଯ୍ୟ ଆମ ପାଇଁ ପ୍ରାଥମିକତା। ମହାପ୍ରଭୁଙ୍କ କାର୍ଯ୍ୟ କରିବା ପରେ ସେବାୟତଙ୍କର ତାଙ୍କର କର୍ତ୍ତବ୍ୟ ଅଛି, ତାଙ୍କର ରଥ ଉପରେ ମହାପ୍ରଭୁଙ୍କର ସେବା କରିବା ପାଇଁ ଏବଂ ସେମାନେ କରୁଛନ୍ତି। ଅଣସେବାୟତ ଚଳିବାଟା ନିଶ୍ଚିତ ଭାବରେ ଏକ ବର୍ଜନୀୟ କଥା। ଅତୀତରେ ବି ସେ କଥା ବର୍ଜନୀୟ ଥିଲା ଏବଂ ଆଜି ବି ବର୍ଜନୀୟ ଅଛି। ତେଣୁ କୌଣସି ଅଣସେବାୟତ କରିବେ ନାହିଁ, ସେ ପାଇଁ ନିଶ୍ଚିତ ଭାବରେ ନଜର ରଖାଯାଇଛି ଏବଂ ସମସ୍ତେ ସେଥିରେ ସହଯୋଗ କରୁଛନ୍ତି। ବିଶେଷ କରି ପଇସାପତି ବନ୍ଧୁମାନେ ବି ଏଥିରେ ସହଯୋଗ ଦଉଛନ୍ତି। ରତ୍ନଭଣ୍ଡାର ଖୋଲିବାର ତାରିଖ ବହୁତ ସୁନ୍ଦର। ରଥଯାତ୍ରା କରିବା ପରେ ରତ୍ନଭଣ୍ଡାର ଖୋଲିବାର ତାରିଖ ଦ୍ୱିତୀୟ ଥର ଯୋଉ ଖୋଲିବ ଏବଂ ଫିଫ୍ଟିନ୍ ହବ ତାର ତାରିଖ ବହୁତ ନିର୍ଦ୍ଦିଷ୍ଟ ହଉଛି ଏବଂ ତାରିଖ ହେଲା ପରେ ବାବଦରେ ଥରେ ପ୍ରାଥମିକ କାମ ହଉଛି ଗଣତି ଗଣତି ଥରେ ଆରମ୍ଭ ହେଇଯାଉ। ଗଣତି ସରିଲା ପରେ ସେ ବାବଦରେ ଆମେ ଚିନ୍ତା କରୁଛୁ। ସେ ବାକି କଣ ହେଇଥିଲା ସେ ଚାବି ଏବଂ ତାଲାର ସାଇଜ ଦେଖିଲେ ସ୍ପଷ୍ଟ ଥିଲା ଅନୁମାନ କିନ୍ତୁ କଣ ପାଇଁ କରାଯାଇଥିଲା ସେ କଥା ତଦନ୍ତ ପରେ ହିଁ ଜଣାପଡିବ। ତଦନ୍ତ ହେଲା ପରେ ସମସ୍ତଙ୍କର ସହଯୋଗକୁ ନେଇକି ଏ କାର୍ଯ୍ୟ ଚାଲିଛି। ପୁରାପୁରି ଭାବରେ ପ୍ରତିଭା ନିଯୋଗ ଏଥିରେ ସମସ୍ତଙ୍କର ପ୍ରଚ୍ଛନ୍ନ ସାହାଯ୍ୟ ଅଛି, ସହଯୋଗ ଅଛି। ଏ ଶୃଙ୍ଖଳାର ସହିତ ଭବିଷ୍ୟତ ରଥଯାତ୍ରା ହଉ ବୋଲି ତେଣୁକରି ସେ ରଥଯାତ୍ରା ଶୃଙ୍ଖଳାର ସହିତ ହବ ଏ କଥାର ବିଶ୍ୱାସ ବି ଆମ ସମସ୍ତଙ୍କର। ଆମେ ସମସ୍ତେ ଅଛୁ, ଆମେ ସମସ୍ତେ ଅଛୁ ଏବଂ ମହାପ୍ରଭୁଙ୍କର କାର୍ଯ୍ୟ ଆମ ପାଇଁ ପ୍ରାଥମିକତା। ମହାପ୍ରଭୁଙ୍କ କାର୍ଯ୍ୟ କରିବା ପରେ ସେବାୟତଙ୍କର ତାଙ୍କର କର୍ତ୍ତବ୍ୟ ଅଛି, ତାଙ୍କର ରଥ ଉପରେ ମହାପ୍ରଭୁଙ୍କର ସେବା କରିବା ପାଇଁ ଏବଂ ସେମାନେ କରୁଛନ୍ତି। ଅଣସେବାୟତ ଚଳିବାଟା ନିଶ୍ଚିତ ଭାବରେ ଏକ ବର୍ଜନୀୟ କଥା। ଅତୀତରେ ବି ସେ କଥା ବର୍ଜନୀୟ ଥିଲା ଏବଂ ଆଜି ବି ବର୍ଜନୀୟ ଅଛି। ତେଣୁ କୌଣସି ଅଣସେବାୟତ କରିବେ ନାହିଁ, ସେ ପାଇଁ ନିଶ୍ଚିତ ଭାବରେ ନଜର ରଖାଯାଇଛି ଏବଂ ସମସ୍ତେ ସେଥିରେ ସହଯୋଗ କରୁଛନ୍ତି। ବିଶେଷ କରି ପଇସାପତି ବନ୍ଧୁମାନେ ବି ଏଥିରେ ସହଯୋଗ ଦଉଛନ୍ତି। ରତ୍ନଭଣ୍ଡାର ଖୋଲିବାର ତାରିଖ ବହୁତ ସୁନ୍ଦର। ରଥଯାତ୍ରା କରିବା ପରେ ରତ୍ନଭଣ୍ଡାର ଖୋଲିବାର ତାରିଖ ଦ୍ୱିତୀୟ ଥର ଯୋଉ ଖୋଲିବ ଏବଂ ଫିଫ୍ଟିନ୍ ହବ ତାର ତାରିଖ ବହୁତ ନିର୍ଦ୍ଦିଷ୍ଟ ହଉଛି ଏବଂ ତାରିଖ ହେଲା ପରେ ବାବଦରେ ଥରେ ପ୍ରାଥମିକ କାମ ହଉଛି ଗଣତି ଗଣତି ଥରେ ଆରମ୍ଭ ହେଇଯାଉ। ଗଣତି ସରିଲା ପରେ ସେ ବାବଦରେ ଆମେ ଚିନ୍ତା କରୁଛୁ। ସେ ବାକି କଣ ହେଇଥିଲା ସେ ଚାବି ଏବଂ ତାଲାର ସାଇଜ ଦେଖିଲେ ସ୍ପଷ୍ଟ ଥିଲା ଅନୁମାନ କିନ୍ତୁ କଣ ପାଇଁ କରାଯାଇଥିଲା ସେ କଥା ତଦନ୍ତ ପରେ ହିଁ ଜଣାପଡିବ। ତଦନ୍ତ ହେଲା ପରେ